ବାଚସ୍ପତି ମହୋଦୟ, ଆଜି ଏ ପବିତ୍ର ଗୃହରେ ମୋତେ ସୁଯୋଗ ଦେଇଥିବାରୁ ଆପଣଙ୍କୁ ଧନ୍ୟବାଦ। ଓଡ଼ିଶାର ରାୟଗଡ଼ା ଜିଲ୍ଲା ହେଉଛି ଉପାନ୍ତ ଅଞ୍ଚଳ କେବିକେ ଜିଲ୍ଲା। ଏ କେବିକେ ଜିଲ୍ଲାରେ ଆମର ବହୁତ ଚାଷୀ ଭାଇମାନେ ଡଙ୍ଗର ପାହାଡ଼ରେ ଚାଷ କରନ୍ତି, କିନ୍ତୁ ଯେଉଁ ଆମର ଅଞ୍ଚଳରେ ଅର୍ଥକାରୀ ଫସଲ ହେଉଛି କପା ଚାଷ। କପା ଚାଷ ଏକର ପିଛା 30,000 ରୁ 40,000 ଟଙ୍କା ଖର୍ଚ୍ଚ ହେଉଛି ଏବଂ ଯେତେବେଳକୁ ଚାଷୀମାନେ ବିକ୍ରି କରନ୍ତି ସେ ସମୟରେ କୁଇଣ୍ଟାଲ ପିଛା 5,000 ରୁ 6,000 ଟଙ୍କା ମାଣ୍ଡିରେ ନିଅନ୍ତି। ତେଣୁ ବହୁତ ଲସ୍ ହେଉଛି। ମୋର ଅନୁରୋଧ ରହିବ ଏ ପବିତ୍ର ଗୃହରେ କୁଇଣ୍ଟାଲ ପିଛା କେମିତି 15,000 ରୁ 20,000 ଟଙ୍କା କୁଇଣ୍ଟାଲ ପିଛା କଲେ ଆମର ଚାଷୀ ସମସ୍ତେ ଉପକୃତ ହେବେ। ଏବଂ ଆଜି ମୁଁ ଦୁଃଖର ସହିତ କହିବି ଏ ପବିତ୍ର ଗୃହରେ ଗତ 2 ଥର ମଧ୍ୟ ମୁଁ ଏ ଗୃହରେ ଉପସ୍ଥାପନା କରିଥିଲି। ଆମର ମୋ ନିର୍ବାଚନ ମଣ୍ଡଳୀ ବିଷମ କଟକ, କଲ୍ୟାଣ ସିଂହପୁର, କଲନରା, ମୁନିଗୁଡ଼ା, ବିଷମ କଟକ ଏ ଅଞ୍ଚଳରେ ସ୍ୱାସ୍ଥ୍ୟର ଝାଡ଼ାବାନ୍ତିରେ 12 ଜଣ ମୃତ୍ୟୁବରଣ କରିଛନ୍ତି। ମନ୍ତ୍ରୀ ମଧ୍ୟ ମୁଁ କାଲି ମୁଁ ଯେତିକି ନ୍ୟୁଜ୍ରେ ବାହାରିଥିଲା ମୁଁ ସବୁ ହ୍ୱାଟ୍ସଆପ୍ରେ ପଠାଇଛି ଏବଂ ନିଜେ ମୁଁ ମନ୍ତ୍ରୀଙ୍କୁ କହିଲି, ମାତ୍ର ମନ୍ତ୍ରୀ ଏବେ ପର୍ଯ୍ୟନ୍ତ ମୋତେ କିଛି ଆଶ୍ୱାସନା କିଛି ଦେଲେନି। ଯଦି ଏବେ ପର୍ଯ୍ୟନ୍ତ ଆମର ସ୍ୱାସ୍ଥ୍ୟ ସୁଧୁରି ନାହିଁ, ଯଦି ଆପଣ ଯଦି ଟିମ୍ ସେଣ୍ଟ୍ରାଲ ଟିମ୍ ଯଦି ଆମର ଏ ରାଜ୍ୟରେ ଯେଉଁ ମେଡ଼ିକାଲ କଲେଜ ଅଛି ସେ କଲେଜରୁ ଯଦି ଆମର ଡକ୍ଟର ପଠାଇଥାନ୍ତେ ଏ 15 ଜଣ ଆମର ଝାଡ଼ା ବାନ୍ତିରେ ମରିନଥାନ୍ତେ। ଏବଂ କଲ୍ୟାଣ ସିଂହପୁର, କଲନରା ଏ ଯେଉଁ ହଷ୍ଟେଲ ଅଛି ହଷ୍ଟେଲ ମାନଙ୍କରେ ଆମର କଲନରାରେ ଖେଦାପଡ଼ା ଏବଂ ସିଂହପୁରରେ ବେଲକଣା ଏ 2ଟା ହଷ୍ଟେଲରେ ଆମର 2 ଜଣ ପିଲା ମରିଗଲେ। ଆଉ ଏ 2ଟା ବ୍ଲକରେ 2 ଜଣ ପିଲା ଛାତ୍ର 10 ରୁ 12 ବର୍ଷ ଛାତ୍ର ମରିଯାଇଛନ୍ତି ତାଙ୍କ ପାଇଁ ଏବଂ ଯେଉଁ ଝାଡ଼ା ବାନ୍ତିରେ 12 ଜଣ ମରିଛନ୍ତି ତାଙ୍କ ପାଇଁ ସରକାରଙ୍କୁ ମୁଁ ଅନୁରୋଧ କରିବି ମୃତକଙ୍କ ପରିବାରଙ୍କୁ 10 ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଉ। ନମସ୍କାର।